ଲୁହା ଛଡ଼ ଚୋରି କରି ଜେଲ୍ ଗଲେ 8 ଜଣ ଯୁବକ। ଅଭିଯୋଗର 24 ଘଣ୍ଟା ଭିତରେ ଚୋରଙ୍କୁ ଧରି କୋର୍ଟ ଚାଲାଣ କଲା କେସିଙ୍ଗା ପୋଲିସ। ଗତ 10 ତାରିଖ ରାତିରେ କେସିଙ୍ଗା ବ୍ଲକ ଡୁମେରମୁଣ୍ଡାଠାରେ ଥିବା କେସିଙ୍ଗା ଏନ୍ଏସିର ଆବର୍ଜନା ଗୃହଠାରୁ ଲୁହା ଛଡ଼ ଚୋରି ହୋଇଥିବା ନେଇ ଗତ 11 ତାରିଖରେ କେସିଙ୍ଗା ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ କେନ୍ଦ୍ର କରି କେସିଙ୍ଗା ଥାନାର ଏଏସ୍ଆଇ ଡି ମୋହନ ଘଟଣା ତଦନ୍ତ ଆରମ୍ଭ କରିଥିଲେ। ଅଭିଯୋଗର 24 ଘଣ୍ଟା ଭିତରେ ଗତକାଲି ଚୋରି ଘଟଣାରେ ସମ୍ପୃକ୍ତ ଥିବା 8 ଜଣ ଯୁବକଙ୍କୁ ଗିରଫ କରିବାରେ ସଫଳ ହୋଇଛି କେସିଙ୍ଗା ପୋଲିସ। ଗିରଫ ଚୋରମାନେ ହେଲେ ଛବି ତାଣ୍ଡି ବୟସ 29, କାମଦେବ ସୁନା ବୟସ 20, ଲିଙ୍ଗ ସୁନା ବୟସ 32, ସୁନ୍ଦର ସିଂ ହରିଜନ ବୟସ 23, ଧର୍ମେନ୍ଦ୍ର ହରିଜନ ବୟସ 30, ସୀତାକାନ୍ତ କରୁଆ ବୟସ 20, ଜିତେନ୍ଦ୍ର ହରିଜନ ବୟସ 27 ଓ ପ୍ରଫୁଲ୍ଲ ପାୟା ସିଂ ବୟସ 36। ଏମାନଙ୍କ ମଧ୍ୟରୁ 7 ଜଣ ଡୁମେରମୁଣ୍ଡାର ବାସିନ୍ଦା ହୋଇଥିବା ବେଳେ ଜଣେ ସିରୋଲ ଗାଁର ବୋଲି ଜଣାପଡ଼ିଛି। ସେମାନଙ୍କ ନିକଟରୁ ଚୋରି ହୋଇଥିବା 7 ମଣ୍ଡ ଲୁହା ଛଡ଼ ଓ ଗୋଟିଏ କଟର ମେସିନ୍ ଜବତ କରିଛି ପୋଲିସ। ଆଜି ଅପରାହ୍ନରେ 8 ଜଣଙ୍କୁ ଡାକ୍ତରୀ ପରୀକ୍ଷା ପରେ କୋର୍ଟ ଚାଲାଣ କରିଛି କେସିଙ୍ଗା ପୋଲିସ। ସିଙ୍ଗାରୁ ସଂଗ୍ରାମ କେଶରୀ ଦେବଙ୍କ ସହ ଅନିଲ କୁମାରଙ୍କ ରିପୋର୍ଟ, ସତ୍ୟର ସ୍ୱର।